ଆଜି ଅପରାହ୍ନରେ ଗୋଟେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆମର ଏସ୍ଡିପିଓ ପାରଲାଖେମୁଣ୍ଡି ମାଧବାନନ୍ଦ ନାୟକ ଏବଂ ପାରଲାଖେମୁଣ୍ଡିର ଥାନାର ଅଫିସର ଏବଂ କର୍ମଚାରୀମାନଙ୍କୁ ନେଇକରି ଗୋଟେ ରେଡ୍ କରିଥିଲେ। ସେ ଲାଡି ସାମ୍ବା ଲାଡି ଲକ୍ଷ୍ମୀ ଲେଖାଯାଇଥିବା ଦୁଇଟି ଅନଅଥରାଇଜ୍ଡ ଏବଂ ଇଲିଗାଲି ଷ୍ଟୋର କରିକି ରଖିଥିବା ବାଣ ଗୋଦାମ ଉପରେ ଚଢ଼ଉ କରିଥିଲେ। ବିପୁଳ ପରିମାଣରେ ବାଣ ଜବତ ହୋଇଥିଲା, ଯେଉଁଗୁଡ଼ିକ ତାକୁ ଭେରିଫାଏ କଲାବେଳେ ଦୋକାନର ମାଲିକ କୌଣସି ଲାଇସେନ୍ସ ବା କୌଣସି ଅଧିକାର ତାଙ୍କର ଏଭଳି ବିକିବା ପାଇଁ ଥିବାର ଦେଖାଇ ପାରିନଥିଲେ। ଦୁଇଟି ଗୋଦାମରୁ ପ୍ରାୟ 5 ଟ୍ରକ୍ ପାଖାପାଖି ବାଣ ଜବତ କରାଯାଇଛି, ଯାହାର ବଜାର ମୂଲ୍ୟ ପ୍ରାୟ 50 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ। ସେ ଦୁଇ ଗୋଦାମର ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି। ସେ ବାଣ ଗୁଡ଼ିକୁ ଆମେ ଡିସ୍ପୋଜାଲ୍ କରିବୁ, ତାକୁ ଡେଷ୍ଟ୍ରକ୍ସନ୍ କରିବା ପାଇଁ ଆସନ୍ତାକାଲି କୋର୍ଟରୁ ଆମେ ଆଦେଶ ଆଣିବୁ। ଆଦେଶ ଆଣିଲା ପରେ ସେ ବାଣ ଗୁଡ଼ିକୁ ଡେଷ୍ଟ୍ରୟ କରାଯିବ।